ଏଠାରେ ଉପସ୍ଥିତ ଥିବା ଆମର ଗୁରୁ ଭାଇ ଏବଂ ମା ମାନଙ୍କୁ ମୋର ପ୍ରଣାମ। ଆଜିର ଏହି ସାଧ୍ୟ ସତ୍ସଙ୍ଗରେ ସେଇ ଯେଉଁ ସୌଭାଗ୍ୟ ମିଳିଛି, ଆଜି ନିଜକୁ ଏତେ ଦୁଃଖ ଲାଗୁଛି, ଏତେ ଭାବବିହଳ ହେଇଯାଇଛି। ଏହି ସୁଯୋଗ ଆପଣ ସମସ୍ତଙ୍କ ଆଗରେ କହିଲେ ନିଜର ଅନୁଭୂତି। ଆଜି ହୁଏତ 15 ବର୍ଷ ପରେ ଆଜି ସେ ସମୟ ମିଳିଛି, ସେଇ ଗୁରୁଙ୍କର ଆଜିର ଆଶୀର୍ବାଦ। ଜାଣିନି କ'ଣ ହେଇଥିଲା ସେଇ 15 ବର୍ଷ ଭିତରେ, କିନ୍ତୁ ଇଷ୍ଟବୃତ୍ତିକୁ ମୁଁ ଭୁଲି ନଥିଲି। ବଡ଼ ଭାଇ ନରେନ୍ଦ୍ର ଭାଇ ସବୁବେଳେ ସବୁ ସମୟରେ ଫୋନ୍ କରନ୍ତି, ଆପଣ ତୋର ଇଷ୍ଟବୃତ୍ତିର ସମୟ ହେଇଗଲା, ତୁ ମୋତେ ପଠା, ମୁଁ ଡିପୋଜିଟ୍ କରିଦେବି। କିନ୍ତୁ ସବୁଦିନ ଆମେ ଯେତେବେଳେ ଦିନ ଆରମ୍ଭ କରିଥାଉ, ସେ ଗୁରୁକୁ ସମର୍ପଣ କରି କାର୍ଯ୍ୟ ଆରମ୍ଭ କରିଥାଉ। ଆଜି ଯୋଉଠି ବି ଅଛୁ ସେଇ ଗୁରୁ ପାଇଁ। ଆଜି ଆମ ପରିବାର ହଉ କି ଆମେ ନିଜେ କୋଉଠି ହାରିନୁ, ଆଜି ଏମିତି ଏକ ପରିସ୍ଥିତିରେ ଆମେ ପହଞ୍ଚି ଯାଇଛୁ ସବୁ ସେଇ ଗୁରୁଙ୍କର ଆଶୀର୍ବାଦରୁ। କିନ୍ତୁ ଇଷ୍ଟବୃତ୍ତିକୁ ଆମେ ଭୁଲିନୁ। ତେଣୁ ମଣିଷ ଜୀବନରେ କେତେ ବାଧାବିଘ୍ନ ଆସେ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ବି ବହୁତ ବାଧାବିଘ୍ନ ଆସିଛି, 14 ବର୍ଷ ବନବାସରେ ବି ଥିଲେ। ତେଣୁ ଗୁରୁ କହିଛନ୍ତି ଯେତେ ବାଧାବିଘ୍ନ ଆସୁ, ଯଦି ଆପଣ ଲେଟ୍ରେ ବି ଉଠୁଛନ୍ତି 10ଟା ହଉ କି 11ଟା ହଉ 12ଟା, କିନ୍ତୁ ଇଷ୍ଟବୃତ୍ତିକୁ ଭୁଲିବେ। ସେଇ ଇଷ୍ଟବୃତ୍ତିକୁ ଆମେ ସମର୍ପଣ କରି ଆଗକୁ ବଢ଼ିଥିଲୁ। ଛୋଟିଆ ଅନୁଭୂତିଟି ଠାକୁରଙ୍କର କଥା। 15 ବର୍ଷ ତଳେ ଯେତେବେଳେ ସତ୍ସଙ୍ଗ ଯୋଉଠି ହୁଏ, ସେଇ ସୌଭାଗ୍ୟ ଥିଲା। ଭୁବନେଶ୍ୱରରେ ଯେକୌଣସି କଲୋନୀରେ ସତ୍ସଙ୍ଗ ହୁଏ, ସବୁବେଳେ ଡାକନ୍ତି, ଭାଇ ଆପଣ ଆସିବେ, ଆଜି ସଜେଇବେ ଠାକୁରଙ୍କୁ। ସେଇ ଆମ ନିଜ ହାତରେ ଆମେ ଠାକୁରଙ୍କୁ ସଜେଇଛୁ। କିନ୍ତୁ ମୋର ସେଇ ହତଭାଗା ସେଇ ସମୟ ମିଳିନଥିଲା। ଆଜି ସେଇ ଦିନ ଆସିଥିବାରୁ ମୋତେ ନିଜକୁ ବହୁତ ଖୁସି ଲାଗୁଛି। ସେଇ ଅନୁଭୂତି ଯେତେବେଳେ ଭୁବନେଶ୍ୱରରେ ମୋର 5 ବର୍ଷ ଗୋଟେ କ୍ୟାରିୟରରେ ଥାଏ, ଗୋଟେ ମାର୍କେଟିଂରେ ଜବ୍ ଥାଏ MBA ପରେ, ସଡନ୍ ମୋତେ ଭାରି ବ୍ୟସ୍ତ ସବୁବେଳେ ଲାଗୁଥାଏ, କେମିତି ଆଗକୁ ପରିବାର ଗାଡ଼ି ବଢ଼ିବ। କିନ୍ତୁ ଭାଇ ସବୁବେଳେ କୁହନ୍ତି ଇଷ୍ଟବୃତ୍ତି କରିଚାଲ, ଠାକୁରଙ୍କ ଉପରେ ଛାଡ଼, ଯାହା ହବ ସେ କଥା ସବୁ ବୁଝିବ, ଗୁରୁ ଅଛନ୍ତି ତତେ କେବେ ହଇରାଣ କରିବେ। ଆଉ ସେ ନାଁ ସବୁବେଳେ କରିଚାଲିଥାଏ ମନ ଭିତରେ। ଆଉ ଗୋଟେ ପରିବର୍ତ୍ତନ ସେଇ 2019ରୁ କରୋନା ସମୟରେ ଆମେ ଯାଇଥାଉ ବାଙ୍ଗାଲୋର। ଯେତେବେଳେ ପହଞ୍ଚି ଯାଇଥାଉ, ସେମାନେ ସେଇ ଯାହାଙ୍କ ପାଖରେ ଥାଉ, ସେମାନେ ଆମେ କହି ହବନି ଏତେ ମଧୁଆ ଥାନ୍ତି, ଏତେ ଇଏ କରନ୍ତି, କିନ୍ତୁ ଆମେ ଏମିତି ଗୋଟେ ପରିସ୍ଥିତିରେ ପହଞ୍ଚିଯାଇଛୁ, ତାଙ୍କ ରହିବାକୁ ପଡ଼ିଲା। କିନ୍ତୁ ଠାକୁରଙ୍କର ସେଇ ଭାବ ଏମିତି ଏକ ପିଲାଙ୍କ ସହିତ ଭିଡ଼ କରାଇଲେ, ଆଜି ଯାହାକୁ ପାଇଁ ବର୍ତ୍ତମାନ ମୁଁ ଏଠି। ପରିବର୍ତ୍ତନ ସବୁଠୁ ଆରମ୍ଭ ହେଲା। ଯୋଉ ପ୍ରଫେସନ ଆମ ପାଇଁ ସ୍ୱପ୍ନ, ଗାଁରୁ ପଢ଼ିକି ଯାଇଥାଉ, ଏଇ ଇଂଲିଶ ଆପଣ ସମୟ ଜାଣିଛନ୍ତି, ଏଇଠି ଇଂଲିଶ ଓଡ଼ିଆ ପଢ଼ିଛୁ 50 ଟଙ୍କା ଦେଇ ପିଲା ସାର୍ ବାବୁ ସାର୍ଙ୍କ ପାଖରେ। କିନ୍ତୁ ସେଇ ଗୁରୁକୁ ଧରି ଆଜି ଯୋଉ କମ୍ପାନୀରେ ଚାକିରି କରିଛୁ, କି ଆଜି ଯୋଉ ଜାଗାରେ ଅଛୁ, ବଡ଼ ବଡ଼ କମ୍ପାନୀ ମାନଙ୍କର ଫରେନରମାନଙ୍କ ସହିତ କଥାବାର୍ତ୍ତା, ଯୋଉଟାକି ସ୍ୱପ୍ନ ଥିଲା, ଆଜି ସେଇ ଜାଗାରେ ପହଞ୍ଚିଛୁ କେବଳ ଠାକୁରଙ୍କର ସେଇ ନୀତିବାଣୀ, ଠାକୁରଙ୍କର ସେଇ ଆଦର୍ଶ। ଇଷ୍ଟବୃତ୍ତି କର ଆଉ ନିଜେ ଆଗକୁ ବଢ଼ିଚାଲ। ସେଇ ଇଷ୍ଟବୃତ୍ତି ତାଙ୍କର ସେଇ ଶୃଙ୍ଖଳିତ ଆଜି ଏଇ ଜାଗାରେ ପହଞ୍ଚାଇଛନ୍ତି। ତେଣୁ ଯୋଉଠି ସ୍ୱପ୍ନ ଥିଲା, ଆଜି ସେ ସ୍ୱପ୍ନ ସାକାର ହେଇଛି। ତେଣୁ ସମସ୍ତଙ୍କୁ ମା ମାନଙ୍କୁ ଅନୁରୋଧ, ଯେତେ ବାଧାବିଘ୍ନ ଆସୁ, ସମସ୍ତଙ୍କ ଜୀବନରେ ବହୁତ ଅନୁଭୂତି ଅଛି, କହିଲେ ରାତି ସରିବନି। କିନ୍ତୁ ଗୋଟିଏ କଥା, ଖାଲି ଇଷ୍ଟବୃତ୍ତିକୁ ଆପଣ ଭୁଲିବେନି। ଇଷ୍ଟବୃତ୍ତି କରିବେ, ଜୀବନରେ ଯେତେ ବଡ଼ ବାଧାବିଘ୍ନ ଆସୁ, ଆପଣଙ୍କର ଇଷ୍ଟବୃତ୍ତି କଲାବେଳେ ଠାକୁରଙ୍କୁ ସମର୍ପଣ କରି ଦିନଟି କାର୍ଯ୍ୟ କରିବେ, ଦେଖିବେ ଏତେ ମଙ୍ଗଳ ହବ। ସେଇ ଠାକୁରଙ୍କୁ ଧରିଥିଲୁ ଯେତେବେଳେ ସତ୍ସଙ୍ଗ 15 ବର୍ଷ ହେଲା କୋଉଠି ଯାଇନୁ ସତ, କିନ୍ତୁ ଇଷ୍ଟବୃତ୍ତି କଲାବେଳେ ବଡ଼ ଭାଇ ସବୁବେଳେ ଫୋନ୍ କରି, ଆରେ ଆଜି କ'ଣ ରୋଷେଇ ହେଇଛି? ସବୁବେଳେ ନାଇଁ ଭାଇ ଆଜି ଆମିଷ ହେଇଛି। ସୋମବାର ଗୁରୁବାର ଛାଡ଼ିଲେ ସବୁବେଳେ ଆମିଷ। ଭାଇ ସବୁବେଳେ ବିରୋଧ କରେ, ନାଇଁ ଆଜି ଆମିଷ ପକାଇଦେ, ଖାଅନି, ଆଜି ଇଏ ଛାଡ଼ିଦିଅ। କିନ୍ତୁ ଏମିତି ଗୋଟେ ଭାଗ୍ୟ, ସେଇ ଠାକୁରଙ୍କର ସେ ଯୋଉ ନାମ ସମସ୍ତେ ଜାଣିଛନ୍ତି, ସେଇ ଯୋଉ ମିରାକିଲର ନାମ। ଆଜି 2.5 ବର୍ଷ ହବ ଆମିଷ ଆମେ ଛାଡ଼ି ଦେଇଛୁ। ଯିଏ ସୋମବାର ଗୁରୁବାର ଛାଡ଼ିଦେଲା ପରେ ସବୁଦିନେ ଆମର ଆମିଷରେ ଯାଉଥିଲା, ଆଜି ମନକୁ ମନ ଛାଡ଼ି ଦେଇଛୁ। ଆଉ ଥରେ ମଝିରେ ଯେତେବେଳେ ଗୋଟେ ସାଙ୍ଗ ଆସିଥାଏ, କହିଲେ ପରି ଆଜି ରୋଷେଇ କ'ଣ କରିବା? ମୁଁ କହିଲି ଭାଇ ଆଜି ଆମିଷ କରିବା, ମୁଁ ଯାଏ ଆଣିକି ଆସେ। ଠିକ୍ ଦୋକାନ ଘରେ ପହଞ୍ଚିଛି, ସେ କୁକୁଡ଼ାର
ଯେତେବେଳେ ତାର ସାଉଣ୍ଡ ଆସିଲା ମୁଁ ସେ ଲୋକକୁ କହିଲି ଭାଇ ଟିକେ ରୁହ, ମୋ ସାଙ୍ଗ ଗୋଟେ ପଚାରିଛି ଆଜି ଖାଇବ କି ନାହିଁ, ମିଛରେ କହିଲି। ସେ ବିକଳ ରଡିକୁ ମତେ ସେଇ ମୋମେଣ୍ଟକୁ ଯାଇଥିଲି ଖାଇବା ପାଇଁ, ଆଜି ହେଇଗଲାଣି ବର୍ଷେ 1.5 ବର୍ଷ, ଆଜିଠାରୁ ଷ୍ଟାର୍ଟ କରିବି, ଏତେ ଜଲ୍ଦି ଛାଡ଼ିବାଟା ଠିକ୍ ନୁହେଁ। ତାର ସେ ବ୍ୟସ୍ତ ବୁତଳ ଦେଖି ସାଙ୍ଗେ ସାଙ୍ଗେ ସେ ଭାଇକୁ ମନା କଲି, ମୁଁ କହିଲି ଭାଇ ଟିକେ ରୁହନ୍ତୁ, ସେ ଭାଇ ମନା କରିଥିଲେ ଆଜି ଖାଇବେ। ତେଣୁ ସେଇ ଯୋଉ ପରିବର୍ତ୍ତନ, ଆମେ କିଛି ନୁହେଁ, ମୁଁ ତ ନୁହେଁ, ଆମେ କିଛି ନୁହେଁ, କାହିଁକି ନା ଆପଣ ଠାକୁରଙ୍କୁ ଧରିବେ, ଠାକୁର ଆପଣଙ୍କୁ ନେଇକି ଯିବେ। ଆମେ ନିମିତ୍ର ମାତ୍ର ମଣିଷ। ସବୁବେଳେ ସବୁ ସମୟରେ ସେଇ ଶେଷ କଥାଟିଏ, ସକାଳ ଆରମ୍ଭ ହେବା ପୂର୍ବରୁ ସେଇ ଠାକୁରଙ୍କ ଉପରେ ଛାଡ଼ିଦେବା। ହେ ଠାକୁର, ତୁ ମୋର ଗୁରୁ, ଯେ ଜୀବନର ରାସ୍ତା ଦେଖେଇଛି, ଆଗକୁ ମଧ୍ୟ ଦେଖେଇ ଚାଲିବ, ସେଇ ଠାକୁରଙ୍କୁ ହାତ ବଢ଼େଇ ଦେଲେ ସେ ନେଇକି ଆପଣଙ୍କୁ କୋଉଠି କୋଉଠି ପହଞ୍ଚେଇ ଦେବେ। ଏଇ ଛୋଟିଆ କଥାଟିଏ ଶେଷ କଥା। ଇଏ ତ ଗଲା ପ୍ରଫେସନ କଥା। ଯଦି ପ୍ୟାସନ କଥା, ଯୋଉ ଯାହାର ଯେକୌଣସି ଗୋଟେ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ଥାଏ, ସେଥିରୁ ପଦେ ଜୀବନ ସଂଘର୍ଷରେ ବିଗତ ଦିନରେ ଆମେ 4-5 ବର୍ଷର କଳାକାର, ଯିଏ କଳାକାର ଦୁନିଆକୁ ବର୍ତ୍ତମାନ ଏବେ ଆମେ ଭଲ ପାଇଛୁ, ସେଇ ଠାକୁରଙ୍କୁ ଦେଖନ୍ତୁ। এই ବିଗତ ଦିନରେ ଆମ ସାଙ୍ଗରେ ଲଢ଼େଇ କରିଥିବା ଅନ୍ୟ ଗାଁର ଯୋଉ ପିଲାମାନେ, ସେମାନେ ବର୍ଷକୁ 200-300ଟି ନାଟକ ସେମାନେ କରିଛନ୍ତି, କିନ୍ତୁ ଆମ ଭିତରେ ଅଭିଜ୍ଞତା ହେଉଛି 5ଟି ନାଟକ। କିନ୍ତୁ ଠାକୁରଙ୍କର ଏମିତି ଭାବ, ସେ ମାଙ୍କର ଏମିତି ଗୋଟେ ଆଶୀର୍ବାଦ ମିଳିଛି, ଯେତେବେଳେ ମଞ୍ଚ ଉପରକୁ ଆମେ ଯାଉ ଠାକୁରଙ୍କୁ ସମର୍ପଣ କରି, ସକାଳ ପର୍ଯ୍ୟନ୍ତ ଲୋକ ବସିଥାନ୍ତି। ଆମ ପାଖରେ ସେ ଅଭିଜ୍ଞତା ଥାଉ କି ନଥାଉ, ସକାଳୁ ଗୋଟିଏ ପଦେ କୁହନ୍ତି, ପୁଅ ଅତି ସୁନ୍ଦର ଅଭିନୟ, ଅତି ଜୀବନ୍ତ ଅଭିନୟ, ସମସ୍ତଙ୍କୁ ବାନ୍ଧିବ। ତେଣୁ ସେଇ ଯୋଉ କମ୍ପିଟିସନ ଭିତରେ ଆମେ ଯୋଉ ଆଗକୁ ଚାଲିଯାଉ, କେବଳ ସେ ଗୁରୁଙ୍କର ଆଶୀର୍ବାଦ। ଯେତେ ଜଣ ଥାଆନ୍ତୁ, ବିନା ଗୁରୁରେ ସେମାନେ ଆଗକୁ ଯାଇପାରୁଛନ୍ତି, ଆମେ ଗୁରୁକୁ ଧରି ଆମେ ଯିବା। ଆମର ସବୁ ସମୟ ସମସ୍ତଙ୍କଠାରୁ ଆମେ ଆଗରେ ଥିବା, କାହିଁକିନା ଆମେ ଗୁରୁକୁ ଧରିଛେ। ଆମେ ଶିକ୍ଷା ଗୁରୁ ଧରିଥିଲେ, ବାପା ମା ହେଉଛନ୍ତି ଆମ ପ୍ରଥମ ଗୁରୁ, ତାପରେ ଶିକ୍ଷା ଗୁରୁ, ଶିକ୍ଷା ଗୁରୁ, ଯେ ଜୀବନର ବାଟ କେମିତି ନେଇଯିବେ ସେ ଜାଣିଛନ୍ତି। ତେଣୁ ଏତିକି କହିବି, ଠାକୁରଙ୍କୁ ମନ ଭିତରୁ ଯେତେ କଷ୍ଟ ହଉ ସବୁବେଳେ ଜଣେଇଦେବେ, ପ୍ରଭୁ ମୋ ସହିତ ଏମିତି ଏମିତି ହେଇଛି, ଆପଣଙ୍କୁ ସମର୍ପଣ କରିଦେଲି, ମୋ ବାଟ ଆପଣ କେମିତି ଦେବେ ଆପଣ ଦେଖିବେ। ସେତିକି କହି ମୁଣ୍ଡିଆ ମାରିଦେବେ, ଦିନ ଷ୍ଟାର୍ଟ କରିବେ। ଧନ୍ୟବାଦ, ପ୍ରଣାମ।